ଭୋକ, ଶୋଷ, ନିଦ, ଆଶା କିଏ ବଡ଼? ଗୋଟିଏ ରାଜ୍ୟରେ ଚାରି ଭଉଣୀ ଥିଲେ। ଏଇ ଚାର ଭଉଣୀ ଭୋକ, ଶୋଷ, ନିଦ ଓ ଆଶା ଭିତରେ ବିବାଦ ହେଲା କି କିଏ ବଡ଼। ଭୋକ କହିଲା ମୁଁ ବଡ଼, ଶୋଷ କହିଲା ମୁଁ ବଡ଼, ନିଦ କହିଲା ମୁଁ ବଡ଼, ଆଶା କହିଲା ମୁଁ ବଡ଼। ଆଉ ବିବାଦ ନ ଛିଣ୍ଡିବାରୁ ଏଇ ଚାରି ଭଉଣୀ ରାଜାଙ୍କ ପାଖକୁ ଗଲେ। ସବୁ ଶୁଣିସାରି ରାଜା କହିଲେ, ଭୋକ ତୁମେ ପ୍ରଥମେ କୁହ, ତୁମେ କାହିଁକି ବଡ଼? ଭୋକ କହିଲା, ମୋ ପାଇଁ ଚାଷବାସ ହୁଏ, ଚାଷ ଅମଳ ହୁଏ, ଚୁଲି ଲାଗେ, ରୋଷେଇ ହୁଏ, ଲୋକେ ଖାଇଲେ ଶାନ୍ତି। ରାଜା ନିର୍ଦ୍ଦେଶ ଦେଲେ, ରାଜ୍ୟରେ ଘୋଷଣା କରିଦିଅ, ଆଜିଠାରୁ ରାଜ୍ୟରେ ଚାଷବାସ ହେବ ନାହିଁ, ଚୁଲି ଜଳିବନି, ରୋଷେଇ ହେବନି। ସେଇଆ ହେଲା। ହେଲେ ଭୋକକୁ ଯେତେବେଳେ ଭୋକ ଲାଗିଲା ସେ ଡହଳ ବିକଳ ହେଲା, ଆଉ ଅପନ୍ତରାରେ ପଡ଼ିଥିବା ଅଇଁଠା ଭାତକୁ ବାଧ୍ୟ ହୋଇ ଖାଇଥିଲା। ଏକଥା ଦେଖିବା ପରେ ରାଜାଙ୍କ ପାଖକୁ ଯାଇ ଶୋଷ କହିଲା, ଭୋକ ବାଧ୍ୟ ହୋଇ ଅଇଁଠା ଭାତ ଖାଇଛି, ତେଣୁ ଭୋକ ନୁହେଁ ମୁଁ ବଡ଼। ରାଜା ପଚାରିଲେ, ତୁମେ କେମିତି ବଡ଼? ଶୋଷ କହିଲା, ମୋ ପାଇଁ କୂଅ ପୋଖରୀ ଖୋଳାଯାଉଛି, ଜଳଭଣ୍ଡାର ହେଉଛି, ଲୋକେ ଘରେ ମାଠିଆ ରଖନ୍ତି, ପାଣି ହିଁ ଜୀବନ। ରାଜା ନିର୍ଦ୍ଦେଶ ଦେଲେ, ରାଜ୍ୟରେ ଘୋଷଣା କରିଦିଅ, ସବୁ କୂଅ ପୋଖରୀ ଶୁଖେଇ ଦିଅ, ଜଳଭଣ୍ଡାର ପାଣି ବାହାର କରିଦିଅ, ସମସ୍ତଙ୍କ ଘରେ ଥିବା ପାଣି ପାତ୍ର ଜବତ କରିନିଅ। ସେଇଆ ହେଲା। ହେଲେ ଶୋଷକୁ ଯେତେବେଳେ ଶୋଷ ଲାଗିଲା ସେ ଆଉଟୁ ପାଉଟୁ ହୋଇ ବାଧ୍ୟ ହୋଇ ନର୍ଦ୍ଦମା ପାଣି ପିଇବାକୁ ଲାଗିଲା। ଏକଥା ବି ଦେଖିନେଲା ନିଦ, ଆଉ ରାଜାଙ୍କ ପାଖକୁ ଯାଇ ଫେରାଦ ହେଲା କି ଶୋଷ ହାରିଛି, ନର୍ଦ୍ଦମା ପାଣି ପିଇଛି, ତେଣୁ ସେ ନୁହଁ ମୁଁ ବଡ଼। ରାଜା ପଚାରିଲେ, ତୁମେ କେମିତି ବଡ଼? ନିଦ କହିଲା, ଲୋକେ ଯଦି ବେଶୀ ଦିନ ନ ଶୋଇବେ ପାଗଳ ହେଇଯିବେ। ଶାନ୍ତିରେ ଶୋଇବା ପାଇଁ ଲୋକେ ବିଛଣା ଗଦି କିଣନ୍ତି, ଖଟ କରନ୍ତି, କାରଣ ସମସ୍ତଙ୍କୁ ଭଲ ନିଦ ଦରକାର। ରାଜା ଏଥର ନିର୍ଦ୍ଦେଶ ଦେଲେ, ରାଜ୍ୟରେ ଘୋଷଣା କରିଦିଅ, କେହି ଗଦି ବିଛଣା ଖଟରେ ଶୋଇପାରିବେ ନାହିଁ, ଯିଏ ଶୋଇବ ପ୍ରାଣଦଣ୍ଡ। ସେଇଆ ହେଲା। ହେଲେ ନିଜକୁ ଯେତେବେଳେ ନିଦ ଆସିଲା କେଉଁଠି ବି ଶାନ୍ତିରେ ଶୋଇପାରିଲା ନାହିଁ ନିଦ। ଶେଷରେ ଜଙ୍ଗଲ ମଝିରେ ଗୋଟେ ଅପନ୍ତରା ଜାଗାରେ ଶୋଇଗଲା। ଏକଥା ଦେଖିଲା ଆଶା। ଦେଖିବା ପରେ ରାଜାଙ୍କ ପାଖକୁ ଯାଇ କହିଲା, ହେ ରାଜନ, ନିଦ ବାଉଳାରେ ଥାନ ଅଥାନ କିଛି ନ ମାନି ଜଙ୍ଗଲରେ ଶୋଇଯାଇଛି ନିଦ, ତେଣୁ ସେ ନୁହଁ ମୁଁ ବଡ଼। ରାଜା ପୁଣି ପଚାରିଲେ, ତୁମେ କେମିତି ବଡ଼? ଆଶା କହିଲା, ମୁଁ ହିଁ ମଣିଷକୁ ବଞ୍ଚାଇ ରଖେ, ମୋ ପାଇଁ ଲୋକେ ପରିଶ୍ରମ କରନ୍ତି, କାମଦାମ କରନ୍ତି, ଚାକିରି କରନ୍ତି, ସଫଳ ହେବାକୁ ସଂଘର୍ଷ କରନ୍ତି, ଯିଏ ସଫଳ ହୁଏ ସେ ସିକନ୍ଦର, ସେ ହିଁ ବାଜିଗର। ରାଜା ନିର୍ଦ୍ଦେଶ ଦେଲେ, ରାଜ୍ୟରେ ଘୋଷଣା କରିଦିଅ, ଆଜିଠୁ କେହି ପରିଶ୍ରମ କରିବେନି, କାମଦାମ କରିବେ ନାହିଁ, ଚାକିରି କରିବେ ନାହିଁ। ସେଇଆ ହେଲା। ସବୁ ଠପ୍ ହେଇଗଲା। ଲୋକେ ପରିଶ୍ରମ କଲେନି, କାମଦାମ କଲେନି, ଚାକିରି କଲେନି, ବଡ଼ ହେବା ପାଇଁ ସଂଘର୍ଷ ବି କଲେନି। ଯେମିତି ସବୁ କିଛି ଗୋଳମାଳ ହେଇଗଲା। ଅସ୍ଥିର ହୋଇ ଉଠିଲା ଆଶା। ତା ମନରେ ଯେତେବେଳେ ଆଶାର ପ୍ରଦୀପ ଜଳି ଉଠିଲା ସେ ତମାମ ରାଜ୍ୟ ଘୁରି ବୁଲିଲା, ସବୁଠି ନିରାଶ ହେଲା। କାହାରି ଭିତରେ ଆଶା ଦେଖିବାକୁ ସେ ପାଇଲା ନାହିଁ। ଶେଷରେ ରାଜ୍ୟର ସୀମାନ୍ତରେ ଗୋଟେ ଅଜବ ଦୃଶ୍ୟ ଦେଖିଲା ଆଶା। ଆଶାର ପ୍ରଦୀପ ଜଳାଇ କୁମ୍ଭାରଟିଏ ତା କୌଳିକ କାମ କରୁଥିଲା, ମାଟି ପାତ୍ର ଗଢ଼ୁଥିଲା। ଉତ୍ଫୁଲ୍ଲିତ ହୋଇ ଉଠିଲା ଆଶା। ଫଳରେ ସେ କୁମ୍ଭାରର ଘର ବାଡ଼ି ଅଗଣା ସବୁକିଛି ମୁହୂର୍ତ୍ତକ ମଧ୍ୟରେ ସୁନାର ମହଲରେ ବଦଳିଗଲା। ଅର୍ଥାତ୍ ଆଶା ହିଁ ବଡ଼। ପ୍ରିୟ ଭାଇ ଓ ଭଉଣୀମାନେ, ଜୀବନର ସବୁ ହତାଶା, ନିସଙ୍ଗତା, ଅଭାବ, ଅନଟନ, ଦୁଃଖ ଯନ୍ତ୍ରଣା ଭିତରେ କେବେ ଆଶା ହରାଇବା ଉଚିତ ନୁହଁ। ଭୋକ, ଶୋଷ, ନିଦ ଭିତରେ ସବୁବେଳେ ନିଜ ଛାତି ଭିତରେ ଆଶାର ଚଢ଼େଇଟିଏ ରଖିଥିବେ। ଆଶା ହିଁ ସଫଳତା ଦେବ, ନୂଆ ଜୀବନ ଦେବ। ଆଶାହୀନ ଜୀବନ ଶବର ଜୀବନ, ଯାହାର ହୁଏତ କିଛି ଅର୍ଥ ହିଁ ନାହିଁ।